ଅଟଳ ଯୁବ ବାହିନୀ ତରଫରୁ ବୃକ୍ଷରୋପଣ ଅଭିଯାନ ଯୋଗ ଦେଲେ ବିଧାୟକ। ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସ୍ତରରେ ବୃକ୍ଷରୋପଣ, ବନ୍ୟା, ମରୁଡ଼ି, ଘରପୋଡ଼ି ସାଙ୍ଗକୁ ଗ୍ରାମାଞ୍ଚଳରେ ବେକାର ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଗରିବ ଅସହାୟ ଲୋକଙ୍କୁ ସହାୟତା, ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂର କରିବା, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିରର ମାନ କରିବା, ଦୁର୍ବଳ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା, ସାମାଜିକ ନ୍ୟାୟ ଓ ମୌଳିକ ଅଧିକାରକୁ ବଜାୟ ରଖିବା ଭଳି ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରି ଏହା ଏକ ଅଣ-ରାଜନୈତିକ ତଥା ସ୍ୱେଚ୍ଛାସେବୀ ସଂଗଠନ ଭାବେ କାର୍ଯ୍ୟ କରିବ ବୋଲି ନୂତନ ଭାବେ ଗଢ଼ାଯାଇଥିବା ଅଟଳ ଯୁବ ବାହିନୀ ବ୍ଲକ ସଂଯୋଜନା ଶୁଭଜିତ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଝାଡ଼େଶ୍ୱରଠାରେ ଆୟୋଜିତ ଏକ ଯୁବ ସମାବେଶ ଓ ବୃକ୍ଷରୋପଣ ଅଭିଯାନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କୁ ଆଗକୁ ଆଣିବା ପାଇଁ ଯୁବକମାନେ ଉଦ୍ୟମ କରିବା ସହ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ଅରୁଣ କୁମାର ଖୁଣ୍ଟିଆ, ସମାଜସେବୀ ଓ ପଞ୍ଚଣା ସମିତି ସଭ୍ୟ ଚିତ୍ରସେନ ଘୋଷ, ଦାନପୁର ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, ଯୁବ ନେତା ନିରଞ୍ଜନ ନାୟକ, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରଦୀପ ଜେନା, କାର୍ତ୍ତିକ ପ୍ରଧାନ, ହେମନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଶତାଧିକ ଯୁବ ବାହିନୀ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ଖଲ୍ଲିକୋଟରୁ ମାଧବ ବେହେରାଙ୍କ ରିପୋର୍ଟ। ବୃକ୍ଷଲତା ଆମକୁ ଅମ୍ଳଜାନ ଦିଏ।